ଭଙ୍ଗା ଘରର ମାଟି ଅଗଣାରେ ସପପାରି ସେ ବସିଛି। ବହି ଖାତା ବାହାର କରି ପାଠ ପଢ଼ୁଛି। ପାଠକୁ ବୁଝି ଲେଖିବାକୁ ଚେଷ୍ଟା କରୁଛି। ହେଲେ ସେ ବୋଧେ ଜାଣେନି ଯେ ରୋଗ ତା ସର୍ବାଙ୍ଗ ଶରୀରକୁ ତନ୍ନ ତନ୍ନ କରି ପଢ଼ି ସାରିଛି। ବଡ଼ ହେଲେ କଲେକ୍ଟର ହେବାର ସ୍ୱପ୍ନ ସେ ଦେଖୁଛି। ହେଲେ ତା ସ୍ୱପ୍ନକୁ ପ୍ରତି ମୁହୂର୍ତ୍ତରେ ଯେମିତି ଭାଙ୍ଗି ଚାଲିଛି ରୋଗ। ତା ମା ତାକୁ ସ୍କୁଲ ଯିବାକୁ ପ୍ରସ୍ତୁତ କରିଦେଉଛନ୍ତି। ସ୍କୁଲ ୟୁନିଫର୍ମ ପିନ୍ଧି କାନ୍ଧରେ ବ୍ୟାଗ୍ ପକାଇ ସେ ସ୍କୁଲ ବାହାରୁଛି। ହେଲେ ତା ପାଦକୁ ଯେ ତା ରୋଗ ରୋକିଦେବାକୁ ଅନାଇ ବସିଛି ସେ କୋଉ ବୁଝୁଛି। ବରଗଡ଼ ତୋରା ଚିନି ମିଲ୍ ବାହାଦୁରପଡ଼ାର ରୁଦ୍ରଚରଣ ଦୀପ। ବୟସ ମାତ୍ର 10 ବର୍ଷ। ଜୀବନ କ'ଣ ଜାଣିନଥିବା ରୁଦ୍ର ଏବେ ଭୟଙ୍କର ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ। ତୋରା ସ୍କୁଲରେ 5ମ ଶ୍ରେଣୀରେ ପାଠ ପଢ଼ୁଥିବା ରୁଦ୍ର ଚାହେଁ ସାଙ୍ଗସାଥି ସହ ଖେଳିବାକୁ, ଭଲରେ ବଞ୍ଚିବାକୁ। ହେଲେ ରୋଗ ତାକୁ ରୋକିଦିଏ। ବ୍ଲଡ୍ କ୍ୟାନ୍ସର ସବୁ ସ୍ୱପ୍ନକୁ ଯେମିତି ଛାରଖାର କରିଦେଉଛି। 2023 ମସିହାରେ ପ୍ରଥମେ ଜ୍ୱର ଓ ପରେ ହାତଗୋଡ଼ ଦରଜ ଲାଗି ରହିଲା। ପ୍ରଥମେ ବରଗଡ଼ ପରେ ବୁର୍ଲାରେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଗଲା। ତଥାପି ସ୍ଥିତି ସୁଧରିଲା ନାହିଁ। ଏହାପରେ କଟକ ନେଇ ଟେଷ୍ଟ କରିବା ପରେ ରୁଦ୍ରଙ୍କୁ ରକ୍ତ କର୍କଟ ହୋଇଥିବା ଜଣାପଡ଼ିଲା। ଆରମ୍ଭ ହେଲା ଚିକିତ୍ସା। ହେଲେ ଉତ୍ତମ ଚିକିତ୍ସା ପାଇଁ ରୁଦ୍ରଙ୍କ ବାପା ଛତିଶଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଲେ। ହେଲେ ପ୍ରତି ମାସ ଟ୍ରିଟମେଣ୍ଟ ପାଇଁ ଦରକାର ହେଉଛି 12,500 ଟଙ୍କା। ଏହି ଟଙ୍କା ଯୋଗାଡ଼ କରିବା ଏ ପରିବାର ପାଇଁ କଷ୍ଟସାଧ୍ୟ। କାରଣ ରୁଦ୍ରଙ୍କ ବାପା ସଞ୍ଜୀବ ଜଣେ କାଠ ମିସ୍ତ୍ରୀ। କାମ କରି ପଇସା ଆଣିଲେ ଚାରି ପ୍ରାଣୀଙ୍କ ଭୋକ ମେଣ୍ଟେ। ତାଙ୍କର କେତେ ରୋଜଗାର ଯେ ସେ ସବୁ ମାସରେ ପୁଅ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିପାରିବେ। ଯେତେବେଳେ ତାର ଦେହ ଖରାପ ହେଲା ବରଗଡ଼ ସବୁଆଡ଼େ ଡାକ୍ତର ଦେଖାଲି, କିଏ ଠିକ୍ ନାଇଁ କରିପାରିଲେ। ତାପରେ ବୁର୍ଲାରେ ଗଲେ, ବୁର୍ଲାରେ ଭର୍ତ୍ତି କଲି। ବୁର୍ଲାରେ ବି ନାଇଁ ହେଇପାରେ ବୋଇଲେ କଟକ ପଠାଲେ। କଟକରେ ମାସେ 1.5 ମାସ ଖଣ୍ଡେ ରହିଲି। ତାପରେ ବମ୍ବେ ଗଲେ, ବମ୍ବେରେ ବି ନାଇଁ ହେଇପାରିଲା। ତାପରେ ଆସିକରି ବାଲକୋ କ୍ୟାନ୍ସର ହସ୍ପିଟାଲ ନ୍ୟୁ ରାୟପୁରରେ ଅଛି, ସେନୁ ତାର ଟ୍ରିଟମେଣ୍ଟ ଚାଲି ଯାଇଛି। 3 ବର୍ଷ 4 ବର୍ଷ ହେଇଗଲାନ ଆମେ ବହୁତ ଅସୁବିଧାରେ ଅଛୁ ଛୁଆ ଲାଗି। ତାର ଲାଗି ତାକେ ଭଲସେ ଖୁଏଇ ପିଏଇ ବି ନାଇଁ ପାରବାର୍। ମାନେ ଘର ଦ୍ୱାର ସବୁ ଗହନା ବିକନା ସବୁ କରିଦେଲୁନ। କେତେ ଲୋକ ପଇସା ପତ୍ର ମାଗି ମାଗି ଆମେ ବହୁତ ଅସୁବିଧାରେ ଚଲୁଛୁ। କମ୍ ସେ କମ୍ 12,000 ରୁ 15,000 ଟଙ୍କା ଖର୍ଚ୍ଚା ହେଇଯାଉଛି ପ୍ରତି ମାସେ। ଆଉ 3 ମାସ ଥରେ ତାର IT ହେଉଛି, ଅଣ୍ଟା ଇଞ୍ଜେକ୍ସନ୍ ଲାଗୁଛେ, ସେଠି ଟିକେ ବେଶୀ ଖର୍ଚ୍ଚା ଲାଗ୍ସି। 3 ମାସ ଥରେ 25-30 ହଜାର ତକ ସେ ଟାଇମ୍ରେ ପଲେଇ ଆସି ଆଜ୍ଞା। ଛୁଆକେ ତ ଭଲ୍ ନାଇଁ ଲାଗେ। ହେନ୍ତା ହିଁ ଡକ୍ଟର ଇଥିରେ ଗ୍ୟାରେଣ୍ଟି ନେଇ ବୋଲି କହିଛେ। ଫେର୍ ରିଟର୍ନ ଆସିପାରେ ବୋଲୁଛେ। ସେଥିଲାଗି ତ ଆମେ ଦେଖିକିନା ମରୁଛୁ। ଇଟା ତ ଆମ ଜୀବନ ଭରେ ଆମର୍ ଛାତି ଜଲତେଲ୍ ଯିବା ଛୁଆକେ ଦେଖି ଦେଖି ଆମର୍। ପାଖରେ ଯାହା ଥିଲା ପୁଅର ଚିକିତ୍ସାରେ ସବୁ ସରିଗଲାଣି। ହେଲେ ସରିନି ଟ୍ରିଟମେଣ୍ଟ। ଆଗକୁ କ'ଣ ହେବ? ଏ ଛୁଆଟି କ'ଣ ସତରେ ଭଲ ହେବନି? ରୁଦ୍ର କ'ଣ ସୁସ୍ଥ ହୋଇପାରିବନି? ରୁଦ୍ରଙ୍କୁ ସହାୟତା ନେଇ ଆମେ ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କୁ ଭେଟିଥିଲୁ। ସେ କହିଛନ୍ତି ସରକାରୀ ସ୍ତରରେ ଯାହା ସୁବିଧା ଅଛି ତାହା ନିଶ୍ଚିତ ଭାବେ ଯୋଗାଇ ଦିଆଯିବ। ଭାଇକି ଟିକେ ଯଦି ସରକାର ଆଡ଼ୁ କିଛି ସହଯୋଗ ମିଳିପାରତା ବେଲେ ଭଲ ହେତା। ତାଙ୍କ ଲୋନ୍ କରି ଇଏ ସିଏ କରିକିରି ଆଡ଼ୁ ସାଡ଼ୁ ପଇସା ଖଞ୍ଜିକରି ସେ ଟ୍ରିଟମେଣ୍ଟ କରୁଛନ୍। ହର ମାସ ନେଇକରି ଖର୍ଚ୍ଚାଟା କରୁଛନ୍। ହେଲେ ସେ ପରିସ୍ଥିତି ବହୁତ ଖରାପ ହେଇଗଲାନ ଆଜ୍ଞା। ବିଭିନ୍ନ ଫୋରମକୁ ଯାଇକି ସେ ଟ୍ରିଟମେଣ୍ଟ ହେଲାଣି ଏବଂ ଏବେ ତାର ଅବସ୍ଥା ମଧ୍ୟ ସୁସ୍ଥ ଅଛି। ଯେଉଁ ସରକାରୀ ସହାୟତା କଥା କହୁଛନ୍ତି, ସରକାରୀ ସହାୟତା କଥା ନିହାତି ଭାବରେ ମୁଁ ତଦନ୍ତ ପରିସରକୁ ନେବା। ତଦନ୍ତ କଲା ପରେ ଦେଖିବା ଯେ ତାର ଆକ୍ଚୁଆଲି ରିକ୍ୱାରମେଣ୍ଟ କେତେ ଅଛି ଏବଂ ଯେଉଁଟା ପାରୁ ପର୍ଯ୍ୟନ୍ତ ରେଡ୍ କ୍ରସ୍ ହେଲା କିମ୍ବା CMRF ଫଣ୍ଡରୁ ଯଦି କିଛି ହେବ ଆମେ ନିହାତି ଭାବରେ ସେଟାକୁ ଆମେ ଆମର ଉପରିସ୍ଥ ମାନେ ଅଧିକାରୀଙ୍କୁ ଏଇଟା ନିହାତି ଭାବରେ ପ୍ରେରଣ କରିବା ଏବଂ ସରକାରର ଯାହା ବି ହେଉଛି ସୁବିଧା ତାକୁ ଯୋଗାଇ ଦେବାର ବ୍ୟବସ୍ଥା କରିବା। ଆପଣମାନେ ଯଦି ରୁଦ୍ରଙ୍କ ଚିକିତ୍ସା ପାଇଁ କିଛି ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ଠିକଣା। ନାମ ରୁଦ୍ରଚରଣ ଦୀପ,
पिता संजीव कुमार देव बरगढ़ तोरा चीनी मिल बहादुरपड़ा बरगढ़। मोबाइल नंबर 9861575507। पुणी थरे कही रखुछु मोबाइल नंबर 9861575507।